ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ ହରିଜନ ଶବ୍ଦ। ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ ହରିଜନ ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ। ହରିଜନ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହୃତ ହେବ ନାହିଁ। ପରବର୍ତ୍ତୀ ଅପଡେଟ୍ ରହୁଛି ସୁନା ଉପରେ କୌଣସି ତାରିଫ ଲାଗୁ ହେବ ନାହିଁ। ବିଭିନ୍ନ ଦେଶ ଉପରେ ଆମେରିକାର ତାରିଫ ଲାଗୁ ପରେ ଏନେଇ ଆଶଙ୍କା ଲାଗି ରହିଥିଲା। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସୁନା ଆମଦାନୀ ଉପରେ ତାରିଫ ଲାଗୁ ହେବ ନାହିଁ। ପୂର୍ବରୁ ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ ସୁନା ଉପରେ ଭାରି ଟିକସ ଲାଗୁ କରାଯାଇପାରେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହା ସ୍ପଷ୍ଟ କରିଛନ୍ତି ସୁନା ଆମଦାନୀ ଉପରେ ତାରିଫ ଲାଗୁ ହେବ ନାହିଁ। ପରବର୍ତ୍ତୀ ଅପଡେଟ୍ ରହୁଛି 8 ବର୍ଷର ସର୍ବନିମ୍ନ ସ୍ତରକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି। ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି 1.55% ହ୍ରାସ ପାଇଛି। 2017 ଜୁଲାଇ ପରେ ଏହା ସର୍ବନିମ୍ନ ହ୍ରାସ। ଜୁନ୍ ମାସର 2.10% ତୁଳନାରେ 55 ବେସିସ୍ ପଏଣ୍ଟର ଏକ ବଡ଼ ହ୍ରାସ ହୋଇଛି। ଖାଦ୍ୟ ମୁଦ୍ରାସ୍ଫୀତିରେ ଆହୁରି ଅଧିକ ହ୍ରାସ ଦେଖାଦେଇଛି। ଜୁଲାଇରେ ଏହା -1.76%କୁ ହ୍ରାସ ପାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସାରା ରାଜ୍ୟରେ ଅମ୍ଲା ସଂଘର ଆନ୍ଦୋଳନ। 10 ଦଫା ଦାବିରେ 2 ଦିନ ହେଲା ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମ୍ଲା କର୍ମଚାରୀ। ଫଳରେ ବିଭିନ୍ନ ବ୍ଲକ ତହସିଲ ଅଫିସରେ କାର୍ଯ୍ୟ ଠପ୍ ହୋଇଯାଇଛି। ଖୋର୍ଦ୍ଧା, ଅସ୍ତରଙ୍ଗ, ସମ୍ବଲପୁର, ଭଦ୍ରକ, ରାଉରକେଲା, କଟକ ସବୁଠାରେ ଏକା ସ୍ଥିତି। କର୍ମଚାରୀ ସମୂହ ଛୁଟି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ଫଳରେ ସରକାରୀ କାର୍ଯ୍ୟାଳୟରେ କାମ ଏକ ପ୍ରକାର ଠପ୍ ହୋଇଯାଇଛି। 10ଟି ଦାବି ନେଇ ଅମ୍ଲା ସଂଘ ଆନ୍ଦୋଳନ କରିଛି। ଏଗୁଡ଼ିକ ମଧ୍ୟରେ ପ୍ରମୁଖ ରହିଛି ଦରମା ବୃଦ୍ଧି, କ୍ୟାଡର ପୁନର୍ଗଠନ, ଜିଲ୍ଲାସ୍ତରୀୟ ରାଜସ୍ୱ ଅମ୍ଲାଙ୍କୁ ଠିକ୍ ଭାବେ ପଦୋନ୍ନତି ଇତ୍ୟାଦି। ପରବର୍ତ୍ତୀ ଅପଡେଟ୍ ରହୁଛି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆଗାମୀ 48 ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ। ଫଳରେ ରାଜ୍ୟରେ 3 ଦିନ ଧରି ଭାରୀ ଏବଂ ବଡ଼ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ପୁଣି ବାବୁଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ। କହିଲେ କାମ ନ କଲେ ଦିଅ ବାଧ୍ୟତାମୂଳକ ଅବସର। ପରବର୍ତ୍ତୀ ଅପଡେଟ୍ ରହୁଛି ଭୁବନେଶ୍ୱରକୁ କେନ୍ଦ୍ର ସରକାରଙ୍କର ବଡ଼ ଭେଟି। ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। 1943 କୋଟି ଟଙ୍କାର ହେବ ନିବେଶ। ସେମିକଣ୍ଡକ୍ଟର ସହିତ 3D ଗ୍ଲାସ୍ ମାନୁଫ୍ୟାକ୍ଚରିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଆଧାର କାର୍ଡକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ ଆଧାର କାର୍ଡ ନୁହେଁ ନିର୍ଣ୍ଣାୟକତାର ନିର୍ଣ୍ଣାୟକ ପ୍ରମାଣ। ପରବର୍ତ୍ତୀ ଅପଡେଟ୍ ରହୁଛି କେବେ ସୁଧୁରିବ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା। ଧୀରେ ଧୀରେ ଏହା ଏକ ପ୍ରକାର ବିପର୍ଯ୍ୟସ୍ତ ସ୍ଥିତିକୁ ଆସିଗଲାଣି। ପିଲା ଗୁଣାତ୍ମକ ଶିକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ସବୁଠି ଉତ୍କଟ ଶିକ୍ଷକ ମରୁଡ଼ି ଅବସ୍ଥା। ସେଥିରେ ପୁଣି ଦୁର୍ବଳ ଭିତ୍ତିଭୂମି, ଯାହା ପୁରା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଆପଣଙ୍କ ସାମ୍ନାରେ ଏକ ଚିତ୍ର, ଏହାର କିଛି ଉଦାହରଣ। ଖୋର୍ଦ୍ଧାରେ 6ଟି ଶ୍ରେଣୀ ପାଇଁ ମାତ୍ର 2 ଶିକ୍ଷକଙ୍କୁ 3 ଶ୍ରେଣୀ ଗୃହ, ସେ ବି ଭଙ୍ଗା ଦଦରା। ଯୋଡ଼ାରେ ବି ସମାନ ଶିକ୍ଷକ ସାଙ୍ଗକୁ ଶ୍ରେଣୀଗୃହର ଅଭାବ ଦେଖାଦେଇଛି। ଏଭଳି ବିଭିନ୍ନ ସ୍ଥାନରେ କେଉଁଠି ଶ୍ରେଣୀଗୃହର ଅଭାବ, କେଉଁଠି ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ତ ଯାହାଫଳରେ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କର ତାଗିଦ। ଲୋକସଭା ଭବନରେ ସଚିବ ସ୍ତରୀୟ ବୈଠକ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି। ସବୁ ଅଫିସରେ AI କ୍ୟାମେରା ଲଗାଇବା, ନିର୍ଦ୍ଧାରିତ ସମୟରେ ଅଫିସ ଆସିବା, ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବା ଆଦି 10ଟି ଦିଗ ଉପରେ ଫୋକସ୍ କରିବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ପରବର୍ତ୍ତୀ ଅପଡେଟ୍ ରହୁଛି ଖୁବ୍ ଶୀଘ୍ର ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ। 5 ବର୍ଷର ବ୍ୟବଧାନ ପରେ ଆସନ୍ତା ମାସଠାରୁ ଭାରତ ଏବଂ ଚୀନ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଭାରତ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀମାନଙ୍କୁ ପ୍ରସ୍ତୁତି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି 22କୁ ଘୁଞ୍ଚିଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ବାଲେଶ୍ୱରରେ ନାରୀ ନ୍ୟାୟ ଯାତ୍ରା। ନିକଟ ଅତୀତରେ ଓଡ଼ିଶାରେ ଦିବଙ୍ଗତା ସୌମ୍ୟଶ୍ରୀ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ
ଆସନ୍ତା 14 ତାରିଖରେ ବାଲେଶ୍ୱରରେ ପିସିସି ପକ୍ଷରୁ ନାରୀ ନିର୍ଯାତନା ପଦଯାତ୍ରା ହେବାର ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା 22 ତାରିଖ ବା ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଥିବା ତଥ୍ୟ ରହୁଛି। 22 ତାରିଖ ସକାଳ 10ଟାରୁ ବାଲେଶ୍ୱର ସିନେମା ହଲ୍ ଛକସ୍ଥିତ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ପାଖରୁ ପିସିସି ସଭାପତି ଭକ୍ତଚରଣ ଦାସ ଓ ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦ ଓ ସହସ୍ର ସଂଖ୍ୟାରେ ଦଳୀୟ ତଥା ସାମାଜିକ କର୍ମୀ ମାନବବାଦୀ ସଂଗଠନର ସଭ୍ୟ ଏକ ପଦଯାତ୍ରାରେ ବାହାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗୋହର ସ୍ୱାସ୍ଥ୍ୟ ଦିବସ 2025 ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ 2.0ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଓଡ଼ିଶା ସମେତ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟରେ ଭୋଟ ଚୋରି ହୋଇଛି। ଓଡ଼ିଶାରେ 42 ଲକ୍ଷ ଭୋଟ ଚୋରି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତଲସରା, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ 2024 ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି। ଏହା ସିଧାସଳଖ ଭୋଟ ଚୋରି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଓଡ଼ିଶା ବିଧାନସଭା ଭବନ ନିକଟରେ ମଙ୍ଗଳବାର ଦିନ ଜଣେ 7 ବର୍ଷୀୟ ଝିଅ ସହିତ ଦମ୍ପତିଙ୍କର ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିଛି ପୋଲିସ। ପ୍ରାଥମିକ ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର କୋଟାସିଙ୍ଗା ଅଞ୍ଚଳର 2 ଜଣ ନାବାଳିକା ଝିଅ ସହିତ ବିଧାନସଭା ଭବନ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ମହାତ୍ମା ଗାନ୍ଧୀ ମାର୍ଗରେ ଅଟକାଇଥିଲା। ସେମାନଙ୍କର ଝିଅର ଦୀର୍ଘ ଅସୁସ୍ଥତା ପାଇଁ ଦମ୍ପତି ଅତ୍ୟନ୍ତ ଚାପରେ ଥିଲେ। ଝିଅଟି ବହୁତ ଦିନ ଧରି ଏକ ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସା ସତ୍ତ୍ୱେ କୌଣସି ଉନ୍ନତି ଦେଖାଯାଉନଥିଲା। ତ ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ କିଛି ଜ୍ୱଳନଶୀଳ ପଦାର୍ଥ ବହନ କରି ନେବା ସହିତ ଆତ୍ମଦାହ କରିବାକୁ ଚାହୁଁଥିଲେ। ତ ସେମାନଙ୍କୁ ଦେଖିବା ପରେ ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଅଟକାଇଥିଲେ। ପରବର୍ତ୍ତୀ ଅପଡେଟ୍ ରହୁଛି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣା, ଅଭିଯୁକ୍ତଙ୍କ କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ। 18ରେ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଅପଡେଟ୍ ରହୁଛି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା, 3 ଜଣିଆ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ। ପରବର୍ତ୍ତୀ ଅପଡେଟ୍ ରହୁଛି 8ମ ଶ୍ରେଣୀର ଛାତ୍ରର ଜୀବନ ନେଲା ଅନଲାଇନ୍ ଗେମ୍। ଅନଲାଇନ୍ ଗେମ୍ ଖେଳିବାକୁ ମନା କରିବାରୁ ଝୁଲି ପଡ଼ିଲେ ଛାତ୍ର। ବାଥରୁମ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ 8ମ ଶ୍ରେଣୀର ଛାତ୍ର। ଅନଲାଇନ୍ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମ୍ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଗୁହାଳିପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କର ପୁଅ ଜୟକୃଷ୍ଣ ଜେନା। ପରବର୍ତ୍ତୀ ଅପଡେଟ୍ ରହୁଛି ଜମ୍ମୁ କାଶ୍ମୀରର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି, ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ତଥ୍ୟ ରହୁଛି। ତ ଯାହାଫଳରେ ସମସ୍ତ ସ୍କୁଲକୁ କିଛି ଦିନ ଭାବେ ଅସ୍ଥାୟୀ ଭାବେ ବନ୍ଦ କରାଯିବା ପାଇଁ ଆଦେଶ ଦିଆଯାଇଛି। ପିଲା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେଉଁଝରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗୀରରେ ରବି ନାୟକ, କଳାହାଣ୍ଡିରେ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ପୃଥ୍ୱୀରାଜ ହରିଚନ୍ଦନ, ସୁନ୍ଦରଗଡ଼ରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୂଷଣ ଜେନା, ଭଦ୍ରକରେ କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁରରେ ଗଣେଶ ରାମ ସିଂ ଖୁଣ୍ଟିଆ, ସୁବର୍ଣ୍ଣପୁରରେ ସୂର୍ଯ୍ୟବଂଶୀ ସୁରଜ, ଅନୁଗୁଳରେ ପ୍ରଦୀପ ବଳ ସାମନ୍ତରାୟ, ରାୟଗଡ଼ାରେ ଗୋକୁଳାନନ୍ଦ ମଲ୍ଲିକ, ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ସମ୍ପଦ ଚନ୍ଦ୍ର ସ୍ୱାଇଁ। ପରବର୍ତ୍ତୀ ଅପଡେଟ୍ ରହୁଛି ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ନିଷେଧ, ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି। ଉତ୍ତରାଖଣ୍ଡରେ କେଦାରନାଥ ଯାତ୍ରା କିଛି ଦିନ ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ତ ଯାହାଫଳରେ 14 ତାରିଖ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ନିଷେଧ ରହିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ବିବାଦୀୟ ଆର୍ଆଇ, ଏଆର୍ଆଇ, ଅମିନ ଏବଂ ଆଇସିଡିଏସ୍ ସୁପରଭାଇଜର ନିଯୁକ୍ତି ପାଇଁ ପୁଣି ଥରେ ପ୍ରିଲିମିନାରୀ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍ଡ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ପରୀକ୍ଷା କରିବାକୁ ଓଡ଼ିଶା ଅଧୀନସ୍ଥ କର୍ମଚାରୀ ଚୟନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି। ପରବର୍ତ୍ତୀ ଅପଡେଟ୍ ରହୁଛି ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର ଅଭ୍ୟାସ ନୂଆ କଥା ନୁହେଁ, କିନ୍ତୁ ଏହି ସମୟରେ ଆଇସିଆଇସି ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ସୀମାରେ ଏତେ ବୃଦ୍ଧି କରିଛି ଯେ ସାଧାରଣ ଲୋକଙ୍କ ପାଇଁ ଏହାକୁ ବଜାୟ ରଖିବା ବହୁତ କଷ୍ଟକର ହୋଇପଡ଼ୁଛି।
ଯାହା ପ୍ରମାଣ କରୁଛି ଯେ ରାଷ୍ଟ୍ରାୟତ୍ତ ବା ସରକାରୀ ବ୍ୟାଙ୍କ ତୁଳନାରେ ସର୍ବନିମ୍ନ ବାଲାନ୍ସ ନିୟମ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକର ମନମାନି କେଉଁ ସ୍ତରରେ ପହଞ୍ଚିଛି। ତ ଏଭଳି ସମୟରେ ଏ ପ୍ରସଙ୍ଗରେ ହାତ ଟେକି ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦେଶର ବଡ଼ ଘରୋଇ ବ୍ୟାଙ୍କ ICICI ବ୍ୟାଙ୍କ ବର୍ତ୍ତମାନ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ଖବରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ICICI ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମା 50,000 ଟଙ୍କାକୁ ବୃଦ୍ଧି କରିଛି, ତ ଯାହାକି ପୂର୍ବରୁ 10,000 ଟଙ୍କା ଥିଲା। ତ ଯାହାଫଳରେ ସାଧାରଣ ଲୋକ ମିନିମମ୍ ବାଲାନ୍ସ ରଖିବା କଷ୍ଟକର ହୋଇପଡ଼ିଛି। କିନ୍ତୁ RBI ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ କେତେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ଚାହୁଁଛି ତାର ବ୍ୟକ୍ତିଗତ ନିଷ୍ପତ୍ତି। RBI ଏଥିରେ ହସ୍ତକ୍ଷେପ କରିବ ନାହିଁ। RBI କହିଛି ଯେ କେବଳ ଜନଧନ ଯୋଜନା ଖାତା ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ନାହିଁ, କିନ୍ତୁ ଅନ୍ୟ ସଞ୍ଚୟ ଖାତାଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ନିଜର ସର୍ତ୍ତାବଳୀ ସ୍ଥିର କରିପାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ଢେଙ୍କାନାଳ ଜିଲ୍ଲା ଭୁବନ NSC ପୁରୁଣା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି। ଦେହରେ ନିଆଁ ଲଗାଇ ମହିଳା ଜଣକ ଆତ୍ମାହୁତି କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଦେହରେ ନିଆଁ ଲଗାଇଥିବା ସୂଚନା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି 15 ଅଗଷ୍ଟ ଏବଂ ଜନ୍ମାଷ୍ଟମୀରେ ସବୁ ମାଂସ ଦୋକାନ ବନ୍ଦ ରହିବ, ତ ଯାହାକି ଏହି ସହରରେ ନିଆଗଲା ନିଷ୍ପତ୍ତି। ଭାରତରେ ଏବେ ପର୍ବ ଏବଂ ଉତ୍ସବର ଋତୁ ଆରମ୍ଭ ହୋଇଛି। ଅଗଷ୍ଟ 15ରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହାପରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ଆସୁଛି। ସାରା ଦେଶରେ ବିଶେଷ ଦିନଗୁଡ଼ିକ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଏହି ପର୍ବଗୁଡ଼ିକୁ ଆଖି ଆଗରେ ରଖି ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଠାରେ ନଗର ନିଗମ 15 ଅଗଷ୍ଟ ଅର୍ଥାତ୍ ସ୍ୱାଧୀନତା ଦିବସ ଏବଂ ଜନ୍ମାଷ୍ଟମୀ ପର୍ବରେ ସହରର ସମସ୍ତ ମାଂସ ଦୋକାନ ଏବଂ କସାଇଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ପୁଣି ବଡ଼ ବିମାନ ଦୁର୍ଘଟଣା। ଆମେରିକାର ମେଣ୍ଟାନାର କାଲିସ୍ପେଲ୍ ସିଟି ବିମାନ ବନ୍ଦରରେ 2ଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ତ ରିପୋର୍ଟ ଅନୁସାରେ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଛୋଟ ବିମାନ ପାର୍କିଂ ହୋଇଥିବା ବିମାନ ସହିତ ଧକ୍କା ହୋଇଥିଲା। ଏ ଦୁର୍ଘଟଣା ପରେ ବିମାନ ବନ୍ଦରରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ, କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଘୋଷଣା କରିଛନ୍ତି। ଏବେ ଆର୍ଥିକ ସଙ୍କଟ ଯୋଗୁଁ ପାଠପଢ଼ାରେ ବାଧା ସୃଷ୍ଟି ହେବ ନାହିଁ, କାରଣ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଅଧୀନରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ନେଇପାରିବେ। ଏହି ନିଷ୍ପତ୍ତି ସେହି ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଯେଉଁମାନେ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିଥାନ୍ତି। ପରବର୍ତ୍ତୀ ଅପଡେଟ୍ ରହୁଛି ଆଜି ଶ୍ରୀଜୀଉଙ୍କର ରାହୁରେଖା ଲାଗି ନୀତି 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ବୋଲି ତଥ୍ୟ ରହୁଛି। ଅପରାହ୍ନ 2:30ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରବର୍ତ୍ତୀ ଅପଡେଟ୍ ରହୁଛି ବିସ୍ଥାପିତ ଓ ବିପର୍ଯ୍ୟୟରେ ଜମି ହରାଇଥିବା ଲୋକଙ୍କୁ ସରକାର ଜମି ଯୋଗାଇ ଦେବେ, ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରବର୍ତ୍ତୀ ଅପଡେଟ୍ ରହୁଛି ସମସ୍ତଙ୍କୁ ମିଳିପାରିବ 5,000 ଟଙ୍କାର ପେନ୍ସନ୍। ଏହି ସ୍କିମ୍ର ନାମ ରହୁଛି ଅଟଳ ପେନ୍ସନ୍ ଯୋଜନା। ଯଦି ଆପଣଙ୍କର ରୋଜଗାର କମ୍ ଅଛି, ଆପଣମାନେ ଇନକମ୍ ଟ୍ୟାକ୍ସ ଦେଉନାହାନ୍ତି ଆଉ ଆପଣଙ୍କର ବୟସ 18ରୁ 40 ବର୍ଷ ଭିତରେ ଅଛି, ତାହେଲେ ଆପଣମାନେ ଏହି ସ୍କିମ୍ରେ ଭାଗ ନେଇପାରିବେ। ଆପଣଙ୍କୁ ପ୍ରତି ମାସ 55 ଟଙ୍କାରୁ ନେଇକି 400 ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିବା ପାଇଁ ପଡ଼ିବ ଆପଣଙ୍କର ବୟସ ହିସାବରେ। ଆଉ 60 ବର୍ଷ ପରେ ଆପଣମାନେ ମାସିକ 1000 ଟଙ୍କାରୁ ନେଇକି 5000 ଟଙ୍କାର ପେନ୍ସନ୍ ପାଇପାରିବେ। ଆପଣମାନେ ପୋଷ୍ଟ ଅଫିସ୍ ନହେଲେ ବ୍ୟାଙ୍କ ଯାଇକି ଅଟଳ ପେନ୍ସନ୍ ଯୋଜନାରେ ଖାତା ଖୋଲିପାରିବେ। ପରବର୍ତ୍ତୀ ଅପଡେଟ୍ ରହୁଛି ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନା ରାକ୍ଷୀ ପୂର୍ଣ୍ଣିମାରେ ମିଳିଲା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି 5,000, କିନ୍ତୁ ଏବେ ବି ବହୁତ ସାରା ମହିଳା ଅଛନ୍ତି ଯେଉଁମାନଙ୍କୁ ଏହି ପଇସା ମିଳିନାହିଁ। ତେଣୁ ଅପଡେଟ୍ ଆସୁଛି ଯେଉଁମାନେ ତୃତୀୟ କିସ୍ତି ପାଇନାହାନ୍ତି ବା ପ୍ରଥମ ଦ୍ୱିତୀୟ ପାଇନାହାନ୍ତି ସେମାନଙ୍କର ଭେରିଫାଏ ଚାଲିଛି। ତେଣୁ ଯଦି ସେମାନେ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନଙ୍କୁ ଆଗାମୀ ଦିନରେ ବା ମହିଳା ଦିବସରେ ବା ମାର୍ଚ୍ଚ ମାସରେ ଏକାବେଳକେ 15,000 ଟଙ୍କା ମିଳିବ ବୋଲି ସୂଚନା ଦିଆଯାଉଛି। ପରବର୍ତ୍ତୀ ଅପଡେଟ୍ ରହୁଛି ଆସନ୍ତା ନଭେମ୍ବରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ ଆରମ୍ଭ ହେବ। 2016ରୁ ବର୍ତ୍ତମାନ ସୁଦ୍ଧା 4 ଲକ୍ଷ ଘର ଅସମ୍ପୂର୍ଣ୍ଣ ହୋଇ ରହିଛି। ତ ବିଭିନ୍ନ ଜାଗାରେ ଘର ଅସମ୍ପୂର୍ଣ୍ଣ ରହିଛି, ଯାହାକୁ ଜିଲ୍ଲାପାଳମାନେ କାର୍ଯ୍ୟାନୁଷ୍ଠାନ ପରବର୍ତ୍ତୀ ସମୟରେ ନେବେ ଯଦି ସମ୍ପୂର୍ଣ୍ଣ ହେଉନାହିଁ। କିନ୍ତୁ ଅସମ୍ପୂର୍ଣ୍ଣ ଘରଗୁଡ଼ିକ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ ବୋଲି କୁହାଯାଉଛି। ତ ଏନେଇ କେନ୍ଦ୍ର ସରକାର ଭରସା ଦେଇଥିବା ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ଆଉ ଆସନ୍ତା ନଭେମ୍ବର ମାସରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ମିଳିବ, ଯାହାଫଳରେ ପ୍ରଥମ କିସ୍ତି ଦିଆଯିବ। ପରବର୍ତ୍ତୀ ଅପଡେଟ୍ ରହୁଛି ସୁନା ଦରକୁ ନେଇକି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି
14,950 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 1,01,440 ଟଙ୍କା ଥିବା ରେକର୍ଡ ହୋଇଛି। ପରବର୍ତ୍ତୀ ଅପଡେଟ୍ ରହୁଛି ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଆପଣମାନଙ୍କୁ ଅଗଷ୍ଟ ମାସ 28 ତାରିଖ ଦିନ ମିଳିବ ବୋଲି ତଥ୍ୟ ରହୁଛି। କାରଣ ନୂଆଖାଇ ପଡ଼ୁଛି ସେହିଦିନ ଆପଣଙ୍କୁ ଏହି ଟଙ୍କା ମିଳିବାର ଚାନ୍ସେସ୍ ବହୁତ ରହୁଛି। ତ ଯେଉଁ ଚାଷୀ ଭାଇମାନେ EKYC ଅପଡେଟ୍ କରିଛନ୍ତି ଆଉ ଜମିବାଡ଼ି ପଟ୍ଟା ମଧ୍ୟ ଠିକ୍ କରିଛନ୍ତି ସେମାନଙ୍କୁ ଏହି ଟଙ୍କା ମିଳିବ। ପରବର୍ତ୍ତୀ ଅପଡେଟ୍ ରହୁଛି ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ତ ଆପଣମାନେ ସମସ୍ତେ ଜାଣିଥିବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ବହୁତ ସାରା ମହିଳା ଯେଉଁମାନେ ଦୁଇଟା କିସ୍ତି ପାଇସାରିଥିଲେ ସେମାନଙ୍କୁ ତୃତୀୟ କିସ୍ତି ବି ମିଳିନି। ଆଉ ବହୁତ ସାରା ମହିଳା ବିଲକୁଲ ବି ଆଜି ପର୍ଯ୍ୟନ୍ତ ପଇସା ପାଇନାହାନ୍ତି। ଆଉ ବହୁତ ସାରା ମହିଳା ଗୋଟେ କିସ୍ତି ପାଇକି ଦୁଇଟା କିସ୍ତି ପାଇନାହାନ୍ତି। ତ ଯେଉଁମାନଙ୍କୁ ପଇସା ମିଳିନାହିଁ ଆଗାମୀ ଦିନରେ ସେମାନଙ୍କୁ ପଇସା ମିଳିବ କି ନାହିଁ କିପରି ଜାଣିବେ, ଯଦି ମିଳିବ କ'ଣ କଲେ ମିଳିବ? ତ ଦେଖନ୍ତୁ ପ୍ରଥମ ଜିନିଷ ହେଉଛି ପଇସା ନ ମିଳିବାର କାରଣ ରହୁଛି ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି। ତ ସେମାନଙ୍କୁ ଯଦି ଆପଣଙ୍କ ହଜବେଣ୍ଡ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ବା ଆପଣ ଦେଉଛନ୍ତି ତାହେଲେ ମଧ୍ୟ ଆପଣଙ୍କ ନାଁଟି କଟିଯିବ। ଯଦି କଟି ନାହିଁ ଭୁଲରେ ପଇସା ମିଳୁଛି ତାହେଲେ ଆଗାମୀ ଦିନରେ ମଧ୍ୟ ଏକୁ ଭେରିଫିକେସନ୍ ହେଲେ ଆପଣଙ୍କ ନାଁଟି କଟିଯିବ, ଆପଣଙ୍କୁ ଆଉ ପଇସା ମିଳିବନି ଯଦି ଆପଣଙ୍କର ହଜବେଣ୍ଡ ଇନକମ୍ ଟ୍ୟାକ୍ସ ଦେଉଛନ୍ତି। ସେକେଣ୍ଡ ଜିନିଷ ରହୁଛି ଯଦି ଆପଣମାନେ ଲୋନ୍ ନେଇଛନ୍ତି, ଆପଣ ନିଅନ୍ତୁ କି ଆପଣଙ୍କ ହଜବେଣ୍ଡ ନିଅନ୍ତୁ, କେହି ବି ଯଦି ଲୋନ୍ ନେଇଛନ୍ତି ସେହି କ୍ଷେତ୍ରରେ ମଧ୍ୟ ଦେଖିବା ପାଇଁ ମିଳିଛି ଏଥର ସେମାନଙ୍କୁ ଏଥର ତୃତୀୟ କିସ୍ତି ଟଙ୍କା ଆସିନାହିଁ। ମାନେ ଦୁଇଟା କିସ୍ତି ପାଇଥିଲେ କିନ୍ତୁ ତୃତୀୟ କିସ୍ତି ଆସିନାହିଁ। ଆଉ ଯଦି ଆପଣମାନେ ଆଧାର କାର୍ଡ଼ରେ କିଛି ଛେଡ଼ଛାଡ଼ କରିଛନ୍ତି, ସୁଭଦ୍ରା ଟଙ୍କା ଦୁଇଟା କିସ୍ତି ପାଇଥିଲେ କିନ୍ତୁ ତାପରେ ଆଧାର କାର୍ଡ଼ରେ ଆପଣମାନେ ନାଁ କରେକ୍ସନ୍ ହେଉ କି ମୋବାଇଲ ନମ୍ବର ଚେଞ୍ଜ ହେଉ ଯଦି ସେଇଭଳିଆ କରିଛନ୍ତି ସେହି କ୍ଷେତ୍ରରେ ମଧ୍ୟ ସୁଭଦ୍ରା ଟଙ୍କାଟି ଆସିନାହିଁ। ତେଣୁ ଯେଉଁମାନଙ୍କୁ ଦୁଇଟା କିସ୍ତି ପାଇକି ତୃତୀୟ କିସ୍ତି ଆସିନି ବା ବିଲକୁଲ ବି ପଇସା ପାଇନାହାନ୍ତି, ଏହିସବୁ ଲାଷ୍ଟ ଜିନିଷ ହେଉଛି ଆପଣଙ୍କର ଘର ଘର ବୁଲିକି ଯେଉଁ ସର୍ଭେ କରାଯାଏ ସେ ସର୍ଭେ ହେବ। ସେଇ ସର୍ଭେରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏକାବେଳକେ ଟଙ୍କା ମିଳିବ କେବେ ନା ମହିଳା ଦିବସ ବା ମାର୍ଚ୍ଚ ମାସ ଯେଉଁ ମହିଳା ଦିବସରେ ଟଙ୍କା ମିଳିବ। ଆଉ ଯେଉଁମାନେ ଅଯୋଗ୍ୟ ବିବେଚିତ ହେବେ ସେମାନଙ୍କର ନାମ କଟିଯିବ। କାରଣ ସରକାର ବର୍ତ୍ତମାନ ବହୁତ ସାରା ଚେକିଂ କରୁଛନ୍ତି, କାରଣ ବହୁତ ସାରା ଏମିତି ଫ୍ରଡ୍ ହେଉଛି ସୁଭଦ୍ରା ଯୋଜନାରେ, ଯେଉଁମାନେ ଯୋଗ୍ୟ ଅଯୋଗ୍ୟ ମହିଳାମାନେ ମଧ୍ୟ ବହୁତ ସାରା ପଇସା ନେଇଯାଉଛନ୍ତି। ତ ସେଥିପାଇଁ ଏଇ ଯେଉଁ ରୁଲ୍ସ ହେଇଛି କିଛି ବି ଏପଟ ସେପଟ ଦେଖିଲା ବେଳକୁ କାଟି ଦେଉଛନ୍ତି ନା। ତେଣୁ ଆପଣମାନେ ଦେଖନ୍ତୁ ଆପଣ ଯଦି କିଛି ଆପଣଙ୍କର ଯଦି କିଛି ଭୁଲ ଭାଲ ଥିବ ବା ଡକୁମେଣ୍ଟ ଭୁଲ ଥିବ କି ଇନକମ୍ ଟ୍ୟାକ୍ସ ଦେଉଥିବେ ବା ଲୋନ୍ କରିଥିବେ ବା କିଛି ଆଧାର କାର୍ଡ଼ରେ କିଛି ଚେଞ୍ଜ କରିଛନ୍ତି ବା ମୋବାଇଲ ନମ୍ବର ଚେଞ୍ଜ କରିଛନ୍ତି, ଏମିତି ବି ବହୁତ କ୍ଷେତ୍ରରେ ହେଉଛି। ଆପଣମାନଙ୍କ ଯଦି ବ୍ୟାଙ୍କ ଖାତା EKYC ହେଇନଥିବ, ବ୍ୟାଙ୍କ ଖାତା ଯଦି ମାନେ ବ୍ଲକ୍ ହେଇଯାଇଥିବ, ବିଭିନ୍ନ ଲୋକଙ୍କର ସେଇଭଳିଆ ହେଉଛି ଯେ ବ୍ୟାଙ୍କ ଖାତା ମାନେ EKYC ହେଇନାହିଁ, ତ ସେମିତି ଯଦି ହେଇଥିବ ସେଠି ମଧ୍ୟ ପଇସା ଆସୁନାହିଁ। ତେଣୁ ଆପଣମାନେ ଦେଖନ୍ତୁ ଆପଣଙ୍କର କେଉଁ କ୍ଷେତ୍ରରେ ଭୁଲ ରହିଲା ସେଟାକୁ ଠିକ୍ କରନ୍ତୁ, ଯାହାଫଳରେ ସେଟା ଠିକ୍ ହେଲେ ଆଗାମୀ ଦିନରେ ଆପଣଙ୍କୁ ପଇସାଟି ମିଳିପାରିବ। ପରବର୍ତ୍ତୀ ଅପଡେଟ୍ ରହୁଛି ରାସନ କାର୍ଡ଼କୁ ନେଇ ଆସିଲା ବଡ଼ ଖବର। ଯଦି ଆପଣମାନେ ଅଯୋଗ୍ୟ ତଥାପି ରାସନ ହାତଉଛନ୍ତି ତାହେଲେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ଆଗାମୀ ଦିନରେ, ଏନେଇ ମଧ୍ୟ ନ୍ୟୁଜ୍ ଆସିଛି। ତା ସହିତ ବହୁତ ସାରା ଲୋକମାନେ ରାସନ କାର୍ଡ଼ରେ EKYC କରିନାହାନ୍ତି, ସେମାନଙ୍କର ତ ଆଉ ରାସନ ଚାଉଳ ମିଳୁନି, ଆଉ 3 ମାସ ସେମାନଙ୍କୁ ସମୟ ଦିଆଯାଇଛି। ସେ 3 ମାସ ଭିତରେ ଯଦି ସେମାନେ EKYC କରୁଛନ୍ତି ତାହେଲେ ଆଗାମୀ ଦିନରେ ରାସନ ମିଳିବ, ନହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ରାସନ କାର୍ଡ଼ରୁ ନାଁ କାଟି ଦିଆଯିବ, ସେମାନଙ୍କୁ ରାସନ ମିଳିବନି। ତାଙ୍କ ଜାଗାରେ ଯେଉଁମାନେ ଯୋଗ୍ୟ ରହିଲେ ହିତାଧିକାରୀ ସେମାନଙ୍କୁ ରାସନ ଦିଆଯିବ। ପରବର୍ତ୍ତୀ ଅପଡେଟ୍ ରହୁଛି ସୁଭଦ୍ରା ଯୋଜନାକୁ ନେଇ ଆସିଲା ଏକ ବଡ଼ ଖବର। ତ ଦେଖନ୍ତୁ ସୁଭଦ୍ରା ଯୋଜନାରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେଉଁମାନଙ୍କର 21 ବର୍ଷ ହୋଇଛି ଆବେଦନ କରିନାହାନ୍ତି ସେମାନେ ନୂଆ ଆବେଦନ କରିପାରିବେ, କିନ୍ତୁ ନୂଆ ଆବେଦନ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆନାଉନ୍ସମେଣ୍ଟ ହେଇନାହିଁ। ତ ଆଶା କରାଯାଉଛି ଅଗଷ୍ଟ 15ରେ କିଛି ଖୁସି ଖବର ଦେଇପାରନ୍ତି ସରକାର, ଯାହାଫଳରେ ନୂଆ ଆବେଦନ ପାଇଁ ପୁଣି ଥରେ ପୋର୍ଟାଲକୁ ଖୋଲାଯିବ, ଯାହାଫଳରେ ଯେଉଁ ମହିଳାମାନେ ବା ଯେଉଁ ସ୍ତ୍ରୀ ଲୋକମାନେ ଆପ୍ଲାଏ କରିନାହାନ୍ତି 21 ବର୍ଷ ହେଇଛି ସେମାନେ ପୁଣି ଥରେ ଆବେଦନ କରିକି ଏହାର ଫାଇଦା ନେଇପାରିବେ। ତ ଯାହାକି ଆଜିକାର ଟପ୍ ନ୍ୟୁଜ୍ ଥିଲା, ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।